वन्दे उत्कलजननी वन्दे उत्कलजननी वन्दे वन्दे उत्कलजननी। हेलो एवरीवन, आज हम पढ़िबा वन्दे उत्कलजननी। ठीक अछि। कवि किए ना कांत कवि लक्ष्मीकांत महापात्र। कवि किए लक्ष्मीकांत महापात्र। ଏବେ ଯିବା କବି ପରିଚୟକୁ। ଲକ୍ଷ୍ମୀକାନ୍ତ ମହାପାତ୍ର ଆବିର୍ଭାବ 1888 ମସିହା, ତିରୋଧାନ 1953। ଓଡ଼ିଶାରେ କାନ୍ତ କବି ଭାବରେ ସୁପରିଚିତ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଆ ଭାଷା ସାହିତ୍ୟର ଉଲ୍ଲେଖଯୋଗ୍ୟ କୃତି ସମୂହ ରଚନା ଦ୍ୱାରା ସେ କାଳଜୟୀ ସ୍ରଷ୍ଟା ରୂପେ ସୁଖ୍ୟାତ। ସେ 1888 ମସିହା ଡିସେମ୍ବର ମାସ 9 ତାରିଖରେ ମାଣବସା ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀ। ଯେହେତୁ ଗୁରୁବାରରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ତ ସେଇ ଅନୁସାରେ ତାଙ୍କ ନାଁ ରଖା ହେଇଛି କଣ, ଲକ୍ଷ୍ମୀକାନ୍ତ। ତାଙ୍କ ପିତା ଥିଲେ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ଥିଲେ ଜଣେ ଜମିଦାର ଓ ସମ୍ପ୍ରତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତାଳପଦା ଗ୍ରାମରେ ବାସିନ୍ଦା। ତାଙ୍କର ମାତା ଥିଲେ ରାଧାମଣୀ ଦେବୀ। ସେ ଥିଲେ କଣ୍ଟାପଡା ଜମିଦାରଙ୍କର କନ୍ୟା। ତାହେଲେ ଦୁଇ ଜମିଦାରଙ୍କର ସୁପୁତ୍ର ବା ଭାବରେ ପରିଚିତ କିଏ ନା ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ପିଲାଟି ଦିନରୁ କଳା ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ସେ କଟକ ଓ ବାଲେଶ୍ୱର ହାଇସ୍କୁଲ ଶିକ୍ଷା ସମାପ୍ତ କରି କୋଲକାତାର ରିପନ କଲେଜ ଏବଂ କଟକର ରେଭେନ୍ସା କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। କୁଳଗୁରୁ ରାମଦାସଙ୍କ ପ୍ରେରଣା ଓ ଉତ୍ସାହରେ ଲକ୍ଷ୍ମୀକାନ୍ତ ସଙ୍ଗୀତ ସାଧନାରେ ନିଜକୁ ନିୟୋଜନ କରାଇଥିଲେ। ଏହି ମହାନ ସାଧକ ଓ ସ୍ରଷ୍ଟାଙ୍କର ପରଲୋକ ଘଟିଥିଲା 24 ଫେବୃଆରୀ 1953ରେ। ଠିକ ଅଛି। ଲକ୍ଷ୍ମୀକାନ୍ତ ମହାପାତ୍ର ଏକାଧାରରେ ଥିଲେ ସେ ଜଣେ ପ୍ରବୀଣ କବି ଓ ପରିପକ୍ୱ କଥାକାର। ଦେଶାତ୍ମବୋଧ, ଆଧ୍ୟାତ୍ମିକତା, ଭାବପୂର୍ଣ୍ଣ ଅନେକ ଉଚ୍ଚାଙ୍ଗ କବିତା ସେ ସୃଷ୍ଟି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଲକ୍ଷ୍ମୀକାନ୍ତ ଓ ତାଙ୍କର ପରିବାର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଲକ୍ଷ୍ମୀକାନ୍ତ ଜାତୀୟ ଆନ୍ଦୋଳନକୁ ପ୍ରଭାବିତ କଲା ଭଳି କ୍ଷୁଦ୍ର ଗୀତିକା ରଚନା କରିଥିଲେ। ତାମାନେ ସେ ଦେଶ ପାଇଁ ଅନେକ କିଛି ଦେଶବାସୀଙ୍କୁ ଆହ୍ୱାନ ଦେବା ପାଇଁ ସଙ୍ଗୀତ ରଚନା କରିଛନ୍ତି। ଠିକ ଅଛି। କବିଙ୍କର ଏଇ ସବୁ ରଚନା ଗୁଡିକ ମଧ୍ୟରେ କାନ୍ତ ସାହିତ୍ୟମାଳା ଖଣ୍ଡ 1 ଓ 2ରେ ସ୍ଥାନିତ। ଲକ୍ଷ୍ମୀକାନ୍ତଙ୍କ ରଚିତ ଆଉ କଣ କଣ ଅଛି ନା ଲକ୍ଷ୍ମୀକାନ୍ତ କଣା ମାମୁଁ ଉପନ୍ୟାସ ଓ ବୁଢା ଶଙ୍ଖାରୀ ଗଳ୍ପ ଆଜି ବି ଓଡିଆ ପାଠକଙ୍କ ଆନନ୍ଦକୁ ଯୋଗାଇ ଦେଇ ଆସୁଛି। ନବମ ଶ୍ରେଣୀରେ ଅଛି ବୁଢା ଶଙ୍ଖାରୀ, ଅତି ସୁନ୍ଦର ଅତି ଚମତ୍କାର ବିଷୟ। ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ରଚିତ ଜୀବନ ସଙ୍ଗୀତ, ଅସହଯୋଗୀର ଆତ୍ମକଥା, ଚେନାଚୋରର ପ୍ରେମ, ଦେହି ଦେହି ପଦ ପଲ୍ଲବ ମୁଦାରମ ଗଳ୍ପ ସଂକଳନ, ଚଟକ ଚନ୍ଦ୍ରହାସ ଚମ୍ପୁ ତାଙ୍କର ଲାଳିକା, ଶରୀର ମାନ୍ଦ୍ୟ ପ୍ରବନ୍ଧ ସଂକଳନ ରଚନା ଗୁଡିକ ଓଡିଆ ସାହିତ୍ୟରେ ଅମୂଲ୍ୟ ସମ୍ପଦ ଭାବେ ପ୍ରତିଷ୍ଠା ପାଇଛି। 1937 ମସିହା ଲକ୍ଷ୍ମୀକାନ୍ତ ଟଗର ପତ୍ରିକାର ମଧ୍ୟ ପ୍ରତିଷ୍ଠାତା ଓ ସମ୍ପାଦନା କରିଥିଲେ। ପ୍ରାକ୍ ସ୍ୱାଧୀନତା କାଳରେ, ପ୍ରାକ୍ ମାନେ ସ୍ୱାଧୀନତା କାଳ ସ୍ୱାଧୀନତା ପୂର୍ବରୁ, ପ୍ରାକ୍ ଶବ୍ଦ ଥିଲା ପୂର୍ବରୁ, ସ୍ୱାଧୀନତା ପୂର୍ବରୁ କାନ୍ତ କବିଙ୍କ ଦେଶାତ୍ମବୋଧକ ସଙ୍ଗୀତ ଲୋକମାନଙ୍କ ମନରେ ଏକ ବିପ୍ଳବର ବହ୍ନି ପ୍ରଜ୍ୱଳିତ କରି ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ଚଳଚଞ୍ଚଳ କରାଇଥାଏ। ତାମାନେ ସମସ୍ତଙ୍କ ମନରେ ସ୍ୱାଧୀନତ୍ୱ ଭାବ ଜାଗ୍ରତ କରିଥିଲେ ତାଙ୍କର ସେଇ ସଙ୍ଗୀତ ଦ୍ୱାରା। ବନ୍ଦେ ଉତ୍କଳ ଜନନୀ କବିତାରେ ଓଡ଼ିଆ ଅସ୍ମିତା ପ୍ରକାଶ ପାଇଥିବାରୁ ଓଡ଼ିଶା ସରକାର ଜୁନ 7, 2020, ମନେ ରଖିବ, ଜୁନ 7, 2020 ମସିହାରେ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଠିକ ଅଛି। ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ହେଲା। ଏବେ ଯିବା ଆମେ କଣ ପଢିବା, ଏତିକି ପଢିଲେ କବି ପରିଚୟ, ତା ଭିତରୁ କଣ ଇମ୍ପୋର୍ଟାଣ୍ଟ କଥା ସେ ବିଷୟ ଦେଖିବା। ହେଲା। ନେକ୍ସଟ ସ୍ଲାଇଡ ଦେଖ। ବନ୍ଦେ ଉତ୍କଳ ଜନନୀ ଲେଖିଛନ୍ତି କିଏ ନା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। କବି ତାଙ୍କର ଆବିର୍ଭାବ 1888, ତିରୋଧାନ 1953। ଉପାଧି ତାଙ୍କୁ ଦିଆଯାଇଥିଲା କାନ୍ତ କବି। ସେ ଜନ୍ମ ହୋଇଥିଲେ 1888 ମସିହା ଡିସେମ୍ବର ମାସ 9 ତାରିଖରେ। ପିତା ଥିଲେ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ମାତା ଥିଲେ ରାଧାମଣୀ ଦେବୀ। ପୈତୃକ ନାମ ଗ୍ରାମ, ପିତାଙ୍କର ଗ୍ରାମ ଥିଲେ ତାଳପଦା। କୋଉ ଜିଲ୍ଲାର ନା ଭଦ୍ରକ ଜିଲ୍ଲା। ତିରୋଧାନ ହେଇଥିଲା 1953 ମସିହା ଫେବୃଆରୀ 24 ତାରିଖ।
से कौन कौन लिखिछन सब दिखाई कणाम लिखिले जीवन संगीत लिखिले देही पद पल्लव मुदरम लिखिले लालिका चटक चंद्रहास सब लिखिले प्रबोध सकल कौन शरीर माध्यम स्मरणीय गल्प है बुढ़ा शंकारी स्मरणीय कविता सबुथिरु वंचित करी है वंदे उत्कल जननी संपादक से थे डगर पत्रिकार से संपादक तार जी पढ़ले तार जिस्ट कथा लिखाई मन रख ठीक अच्छे एबे जीवा कविता विषय पढ़ा कविता कौन प्रतिपादित है कवितार पृष्ठभूमि कौन ना वंदे उत्कल जननी कवितार कविताटी ओडिशार जनप्रिय जातीय गीतिका भाव में परिचित एथिरे मातृभूमिर महत्व ऐतिह्य ऐश्वर्य सार्थकता भाव में प्रतिपादित सुप्त शुई रही जाति को कर्ममुखर और जाग्रत कराइबा उद्देश्य रे एही कविताटी सृष्टि कराइथिला कविंकर जातीय संगीत कविता गुच्छर यह थिला प्रथम संगीत तामाने प्रथम संगीत जातीय संगीत जिते रचना कर प्रथम थे वंदे उत्कल जननी उड़ीसा सरकार द्वारा यही संगीत 2020 मसीह कौन कर राज्य संगीतर मान्यता लाभ कर समस्ते जेहेतु ओडियावासी बा उत्कलवासी उत्कल मातार संतान एहार माटी पानी पवन रे आमे वर्धित बढ़ीचु परिपृष्ट मात्र आमे आम जन्ममाटीर वैशिष्ट्य को अनेक समय विस्तृत हुई नुहे कि आम समस्ते भूली जाती विस्मृत हो जाती स्मरण रहे आम जन्मभूमि प्रति यही जन्मभूमि जे वीर प्रसविनी वीर जोत्सा मान से जन्म देती कीर्तिशालिनी और अपासुरा सौंदर्य विमंडिता जहाँकि भूली हम ना अपासुरा पासुरी हम एभली सौंदर्य से देहरे मंडित धारण कर निजर परिचय सृष्टि कर खाद्य कवि लक्ष्मीकांत उत्कल संतान मन में मातृभूमि प्रति यथार्थ मर्यादा सृष्टि कर समस्त मातृभाषा मातृभूमि प्रति भावना प्रेम भल पाइबा जागृत देते उत्कल संतान संगीतर एक मनोज्ञ चित्र उपस्थापन कर उत्कलवासी मन में जन्मभूमि को नहीं जातीय चेतना सृष्टि कराइबारे कवि एथरे कौन कर छोटिया प्रयास टे कर ठीक अच्छे नेक्स्ट जीवा एबे आरंभ होगा संगीत वंदे उत्कल जननी ठीक अच्छे गाइबा वंदे उत्कल जननी वंदे उत्कल जननी वंदे उत्कल जननी चारुहासमयी चारुभासमयी चारुहासमयी चारुभासमयी जननी 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 वंदे उत्कल जननी वंदे माने वंदना करवा स्मरण करवा ता माने फास्ट प्रथमे से जन्मभूमि को नमस्य वंदना करी जातीय संगीत आरंभ कर चारु हासमय चारु चारु शब्द सुंदर हासमय सब हसु थे चारु हासमय जा हसरे सौंदर्य भरी जार भाषा अर्थ कथा है जार भाषा कथा जार भाषा सुंदर मधुर लगे आमको से तार विषय कह जननी 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 है प्रथम लाइन ले लक्ष्मीकांत कौन कर जन्मभूमि को स्मरण कर नेक्स्ट जीवा आम कौन तार परवर्ती घोषा पूत पयोधि विधौत शरीरा ताल तमाल सुशोभित तीरा शुभ्र तटी निकूल शिखर समीरा जननी 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 वंदे उत्कल जननी ठीक अच्छी पूत शब्द अर्थ है पवित्र है पयोधि पयोधि है समुद्र समुद्र जल को कह पयोधि समुद्र अन्य नाम है पयोधि पयोधि मान पयोधि समुद्र जल विधौत जी धौत करे विधौत माने सब धोई दिए शरीर माने शरीर को माने समुद्र माने भारत मातार कथा कह पवित्र समुद्र जल रे जी तार शरीर को धोई दौची आउ कौन ताल तमाल वृक्ष सुशोभित तीर ता तीर माने नदीर तीर समुद्र तीर उपकूल कौ कौ वृक्ष शोभा पाउची ताल वृक्ष आउ तमाल वृक्ष ठीक अच्छी शुभ्र तटिनी कूल शिखर समीरा शुभ्र अर्थ है पवित्र बहु पवित्र बा तटिनी माने कौन नदी तार शुभ्र तटिनी माने नदीर जल पवित्र कूल शिखर मान है कौन शिखर समीरा समीर माने पवन शिखर मान जल धारण कर बिंदु
ତାମାନେ ଏଇଠୁ ବୁଝିହେଲା ତେଣେ ସମୁଦ୍ର ଜଳ କଣ କରୁଛି ଭାରତ ମାତାର ଶରୀରକୁ ଧୌତ କରୁଛି। ତାଳତମାଳ ବୃକ୍ଷରେ ସୁଶୋଭିତ ତୀର ଅଛି। ଆଉ ଶୁଭ୍ର ତଟିନୀ କୂଳ ନଦୀ ମାନଙ୍କର ଶୁଭ୍ର ପବିତ୍ର ଜଳ ବହି ଚାଲିଛି। କୂଳ ଶିଖର ସମୟରେ ପବନରେ ଶିଖର ଶବ୍ଦ ଥିଲା କଣ ଜଳକଣା ସମୀର ପବନରେ ଜଳକଣା ଧାରଣ କରିଛି। ଠିକ ଅଛି ନେକ୍ସଟ ଘୋଷା ঘন ঘন বনভূমি রাজিত অঙ্গে নীল ভূদর মালা সাজে তরঙ্গে কল কল মুখরিত চারু বিহঙ্গে জননী 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 বন্দে উৎকল জননী। ତାମାନେ ଏଠି କଣ କହୁଛି ଘନ ଘନ ବନଭୂମି ମାନେ ଘଞ୍ଚ ଘନ ଶବ୍ଦର ଥିଲା ଘଞ୍ଚ ଘଞ୍ଚ ବନଭୂମି ରାଜିତ ଅଙ୍ଗେ ତାର ଅଙ୍ଗ ଦେହ ସାରା ସବୁଆଡେ ଘଞ୍ଚ ଜଙ୍ଗଲ ବା ବନଭୂମିରେ ପରିପୂର୍ଣ୍ଣ। ନୀଳ ନୀଳ ହେଲା ଗାଢ ସବୁଜ ରଙ୍ଗ ହେଲା। ନୀଳ ଭୂଧର ମାଳା ଭୂଧର ମାଳା ହେଲା ପର୍ବତ ପର୍ବତ ମାଳା କହିଛି ମାନେ ଏକରୁ ଅଧିକ ପର୍ବତ। ନୀଳ ଭୂଧର ମାଳା ସାଜେ ତରଙ୍ଗେ ତରଙ୍ଗ ଭଳିଆ ସଜା ହେଇଥାଏ ହେଲା। ପର୍ବତ ଗୁଡିକ କୋଭଳିଆ ଦେଖା ଯାଉଛନ୍ତି ତରଙ୍ଗ ଭଳିଆ ସଜା ହେଇଛି। ଠିକ ଅଛି କଳ କଳ ମୁଖରିତ ଚାରୁ ବିହଙ୍ଗେ ବିହଙ୍ଗ ମାନେ କଣ ରେ ପକ୍ଷୀ ପକ୍ଷୀ ମାନଙ୍କର ଯୋଉ କଳ କଳ ନାଦରେ ସବୁଆଡେ ସୁନ୍ଦର ସୁନ୍ଦର ସ୍ୱରରେ ମୁଖରିତ ସବୁ ଚତୁର୍ଦିଗ କମ୍ପିତ ହଉଛି। ଠିକ ଅଛି ତାହେଲେ ବୁଝିହେଲା ତାର ବନଭୂମିରେ ଘଞ୍ଚ ଜଙ୍ଗଲ ବନଭୂମିରେ ତାର ଶରୀର ଶୋଭା ପାଇଲା ସବୁଆଡେ ବିହଙ୍ଗ ବା ପକ୍ଷୀ ମାନଙ୍କର ଗାନ ଶୁଭା ଯାଉଛି। ନେକ୍ସଟ ଘୋଷା ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା ଯୁଗୀ ଋଷି ଗଣ ଉତ୍ତଜ ପବିତ୍ରା ଜନନୀ 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 ବନ୍ଦେ ଉତ୍କଳ ଜନନୀ। ସୁନ୍ଦର ଶାଳୀ ଶାଳୀ ଶବ୍ଦର ଅର୍ଥ ହେଲା ଶସ୍ୟ କ୍ଷେତ୍ର ବା ଧାନକୁ ଧରାଯାଇଛି। ମନେ ରଖିବ ଧାନ ହେଲା ଶସ୍ୟ କ୍ଷେତ୍ର। ସୁଶୋଭିତ କ୍ଷେତ୍ର ତା ମାନେ ଧାନ ଶସ୍ୟ କ୍ଷେତ୍ର ଦ୍ଵାରା ବା ଶସ୍ୟ ଦ୍ଵାରା ଶସ୍ୟ କ୍ଷେତ୍ରରେ ଆମର ଭାରତ ମାତା ବା ଆମ ଓଡିଶା କଥା କୁହ ଭାରତ ମାତାର ଶରୀର ସବୁଆଡେ ପୂର୍ଣ୍ଣ। ଜ୍ଞାନ ବିଜ୍ଞାନ ତାର ନେତ୍ର ସଦୃଶ କାହାକୁ ଦଳା ହେଇଛି ଜ୍ଞାନ ବିଜ୍ଞାନକୁ ତାର ନେତ୍ର ସହିତ ତୁଳନା କରାଯାଇଛି। ଯୁଗୀ ଋଷିଗଣ ଋଷି ମାନେ ଉତ୍ତଜ ହେଲା ଉତ୍ତଜ ଶବ୍ଦ ଥିଲା କୋଡିଆ ଉତ୍ତଜ ମାନେ ହେଲା କୋଡିଆ ହେଲା। ଉତ୍ତଜ ପବିତ୍ରା ମାନେ ଯୁଗୀ ଋଷି ମାନେ ଯୋଉ ରହୁଛନ୍ତି ସେ ଉତ୍ତଜ ସେ କୋଡିଆ ପବିତ୍ର ହେଲା। ନେକ୍ସଟ ଯିବା ସୁନ୍ଦର ମନ୍ଦିର ମଣ୍ଡିତ ଦେଶା ଚାରୁ କଳା ବଳି ଶୁଭିତ ବେଶା ପୁଣ୍ୟ ତୀର୍ଥ ଜୟ ପୂର୍ଣ୍ଣ ପ୍ରଦେଶା ଜନନୀ 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 ବନ୍ଦେ ଉତ୍କଳ ଜନନୀ। ତାମାନେ କଣ କହୁଛି ଏଠି ସୁନ୍ଦର ମନ୍ଦିର ମଣ୍ଡିତ ଦେଶା ତାମାନେ ସବୁଆଡେ ସୁନ୍ଦର ସୁନ୍ଦର ମନ୍ଦିର ପ୍ରତିଷ୍ଠା ହେଇଛି ବା ଶୋଭା ପାଉଛି। ଆଉ କଣ ନା ଯେହେତୁ ଉତ୍କଳ ହଉଛି କଣ କଳା ସଂସ୍କୃତିର ଦେଶ ବା ଭାରତ ହଉଛି କଳା ସଂସ୍କୃତିର ଦେଶ ସେ ତାକୁ ଚାରୁ କଳା ଭଳି ଶୋଭିତ ବେଶା ସବୁଆଡେ ବିଭିନ୍ନ ଉନ୍ନତ କଳା ମାନଙ୍କର ଦର୍ଶନ ହେଇଛି ଉନ୍ନତ କଳା। ନେକ୍ସଟ ଆଉ କଣ ଦେଇଛି ପୁଣ୍ୟ ତୀର୍ଥ ଜୟ ପୂର୍ଣ୍ଣ ପ୍ରଦେଶା ଯେହେତୁ ସବୁଆଡେ ତୀର୍ଥ ବା ତୀର୍ଥ ସ୍ଥାନର ପ୍ରଦେଶ ବା ତୀର୍ଥ ସ୍ଥାନ ସବୁଆଡେ ଅଛି ତ ତାକୁ ପୂର୍ଣ୍ଣ ତୀର୍ଥ ଜୟ ପୂର୍ଣ୍ଣ ପ୍ରଦେଶା ବୋଲି କୁହାଯାଇଛି। ଯେହେତୁ ତୀର୍ଥସ୍ଥାନ କଣ କରେ ଯୋଉଥିରେ ଆମେ ତାହାକୁ କଣ ଭଗବାନଙ୍କୁ ପୂଜା କରୁଛନ୍ତି ସେଟା ହେଲା ତୀର୍ଥ ସ୍ଥାନ ହେଲା। ସେଇ ତୀର୍ଥ ସ୍ଥାନରେ ପବିତ୍ର ଉତ୍କଳ ଭୂମିରେ ପବିତ୍ର ତୀର୍ଥ ସ୍ଥାନ ମାନଙ୍କର ଭୂମିରେ ପରିପୂର୍ଣ୍ଣ ସେଇ କଥାଟା କହୁଛି ହେଲା। ନେକ୍ସଟ ପରବର୍ତ୍ତୀ ଘୋଷା ଉତ୍କଳ ସୁର ବର ଦର୍ପିତ ଗେହା ଅରିକୁଳ ଶୋଣିତ ଚର୍ଚିତ ଦେହା ବିଶ୍ୱ ଭୂମଣ୍ଡଳ କୃତ ବର ସ୍ନେହା ଜନନୀ 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 ବନ୍ଦେ ଉତ୍କଳ ଜନନୀ। ସୁରବୀର ମାନେ କଣ କିରେ ସୁରବୀର ହେଲା ଯିଏ ଉତ୍କଳ ଭୂମିରେ ସୁରବୀର ମାନେ ହେଲେ ବୀର ଯୋଦ୍ଧା। ଦର୍ପିତ ଗେହା ଶବ୍ଦର ଅର୍ଥ ହେଲା ଗୃହ ହେଲା। ଏହା ଶବ୍ଦ ଅର୍ଥ ହେଲା କଣ ଗୁହ। ଅରିକୁଳ ଅରିକୁଳ ମାନେ ହେଲା ଶତ୍ରୁ ମନେ ରଖିବ ଅରିକୁଳ ମାନେ ହେଲା ଶତ୍ରୁ। ଶୁଣିତ ଶବ୍ଦର ଅର୍ଥ ହେଲା ରକ୍ତ ଚର୍ଚିତ ଦେହା ଚର୍ଚିତ ମାନେ ଅନୁରଞ୍ଜିତ କରି
ମାନେ କହୁଛି ସବୁ ଉତ୍କଳ ହେଉଛି ସୁରବୀର ବୀର ଯୋଦ୍ଧା ମାନଙ୍କର ଘର, କିନ୍ତୁ ସେଇ ବୀର ଯୋଦ୍ଧା ମାନେ କିନ୍ତୁ ଏଠି ତାପର ଲାଇନ କଣ କହୁଛି ଅରିକୁଳ ଶତ୍ରୁ ମାନଙ୍କର ରକ୍ତରେ ରଞ୍ଜିତ ହେଇଛି ଦେହ ମାନେ ଶରୀର ହେଲା। ଉତ୍କଳ ବୀରଭୂମି ମାନଙ୍କର ସ୍ଥାନ ବା ଗୃହ, କିନ୍ତୁ ଶତ୍ରୁ ମାନଙ୍କର ଶୁଣିତ ରକ୍ତରେ ରଞ୍ଜିତ ହେଇଛି ଉତ୍କଳ ଭୂମି। ଠିକ ଅଛି। ବିଶ୍ୱ ବିଶ୍ୱ ଭୂମଣ୍ଡଳ କୃତବର ସ୍ନେହା, ସମଗ୍ର ବିଶ୍ୱରେ ଓଡିଶାର ଗୁଣୀ ଜ୍ଞାନୀ ଓ ବିଦ୍ୱାନ ମାନେ ସ୍ନେହ ଭାଜନ ହେଲା। ବିଶ୍ୱ ଭୂମଣ୍ଡଳରେ ସମସ୍ତେ ବା ସବୁ ସ୍ଥାନରେ ବା ବିଶ୍ୱର ସମଗ୍ର ବିଶ୍ୱରେ ଓଡିଶାର ଜ୍ଞାନୀ ଗୁଣୀ ବିଦ୍ୱାନ ମାନେ ସ୍ନେହ ଭାଜନ। ଠିକ ଅଛି। ଜନନୀ ଜନନୀ ଜନନୀ। ନେକ୍ସଟ ପରବର୍ତ୍ତୀ କୋଷାକୁ ଯିବା। କବି କୁଳ ମୌଳି ସୁନନ୍ଦନ ବନ୍ଦ୍ୟା, ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟ ପୁଣ୍ୟ ଚିର ଶରଣ୍ୟ, ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ। ମାନେ କହୁଛି କବିକୁଳ ମୌଳି ମାନେ ମହାନ କବି ମାନଙ୍କର ସୁନନ୍ଦନ, ସୁନନ୍ଦନ ହେଲା ସୁପୁତ୍ର ହେଲା କବିକୁଳ ମୌଳି, ମହାନ କବି ଓ ସୁପୁତ୍ର ମାନଙ୍କର ଉତ୍କଳ ଜନନୀ ବନ୍ଦନିଆ, ତାଙ୍କର ପ୍ରଶଂସନୀୟ କୀର୍ତ୍ତି ଭୁବନ ବିଘୋଷିତ ହେଉଛି, ତାଙ୍କର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ପ୍ରଚାରିତ, ଧନ୍ୟ ଧନ୍ୟ ସେ ପୁଣ୍ୟ ଚିରଶରଣ୍ୟ, ତାମାନେ ସେଥିପାଇଁ ସେ ଧନ୍ୟ ପୁଣ୍ୟ ସର୍ବଦା ଶରଣଦାତ୍ରୀ ଚିର ନମସ୍ୟ ହଉଛି ଆମର ସେଇ ଜନନୀ ଜନନୀ ଜନନୀ। ସେଥିପାଇଁ କଣ କରାଯାଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରୀୟସୀ। ଠିକ ଅଛି। ଆଜିର ବନ୍ଦେ ଉତ୍କଳ ଜନନୀ ତମମାନଙ୍କୁ ଭଲ ଲାଗିଥିବ ମୁଁ ଆଶା କରୁଛି। ରହିଲି, ଜୟ ଜଗନ୍ନାଥ। କିନ୍ତୁ ଗଲା ପୂର୍ବରୁ କଣ କରିବେ ନା ଆମ ଚ୍ୟାନେଲକୁ ସବସ୍କ୍ରାଇବ, କମେଣ୍ଟ, ଲାଇକ୍ ଏଣ୍ଡ ସେୟାର କରିବେ। ଧନ୍ୟବାଦ।